ଏକ ସମୟର କଥା। ଚନ୍ଦନପୁର ଗାଁରେ ଲୋକମାନେ ଶାନ୍ତିରେ ବସବାସ କରୁଥିଲେ। ଚାଷ କାମ ମଧ୍ୟ କରୁଥିଲେ। ପର୍ବପର୍ବାଣି ମଧ୍ୟ ମନାଉଥିଲେ। କିନ୍ତୁ ଗାଁ ପାଖରେ ଥିବା ଏକ ଭୟଙ୍କର ପାହାଡ଼ରେ ରହୁଥିଲେ ଜଣେ ଭୟାନକ ରାକ୍ଷସ। ସେ ରାତିରେ ଆସି ଗାଁର ପଶୁଙ୍କୁ ନେଇଯାଉଥିଲା। ଲୋକମାନେ ଭୟରେ କମ୍ପୁଥିଲେ। ଗାଁର ବୃଦ୍ଧମାନେ କହୁଥିଲେ ସେ ରାକ୍ଷସ କେବେ ଗୋଟିଏ ମଣିଷ ଥିଲା, କିନ୍ତୁ ଅଭିଶାପରେ ରାକ୍ଷସ ହୋଇଗଲା। ସମସ୍ତେ ଭୟରେ ଦୁଆର ବନ୍ଦ କରି ରାତି କାଟୁଥିଲେ। ସେଇ ଗାଁରେ ରହୁଥିଲା ଜଣେ ଗରିବ ସାହସୀ ଯୁବକ ଧୀରଜ। ସେ ବହୁତ ବୁଦ୍ଧିମାନ ଥିଲା। ଏକଦିନ ସେ ଗାଁ ଲୋକକୁ କହିଲା, ଭୟରେ ବଞ୍ଚିଲେ କେବେ ସମସ୍ୟାର ସମାଧାନ ହେବ ନାହିଁ। ମୁଁ ସେ ରାକ୍ଷସ ସହିତ କଥା ହେବି। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। କିଏ କହିଲେ, ତୁମକୁ ରାକ୍ଷସ ଖାଇଦେବ, ଜମାରୁ ବି ଛାଡ଼ିବନି। କିନ୍ତୁ ଧୀରଜ ଦୃଢ଼ ସଂକଳ୍ପ କଲା। ଧୀରଜ ରାତିରେ ଦୀପ ଓ ଖାଦ୍ୟ ନେଇ ପାହାଡ଼ ଦିଗକୁ ଚାଲିଗଲା। ଅନ୍ଧାର ଜଙ୍ଗଲରେ ଅଜଣା ଶବ୍ଦ ଶୁଣାଯାଉଥିଲା। ଅଚାନକ ଏକ ଗର୍ଜନ କରି ରାକ୍ଷସ ପ୍ରକଟ ହେଲା। ବଡ଼ ଶରୀର, ଲାଲ ଆଖି, ଦୀର୍ଘ ଦାନ୍ତ। ରାକ୍ଷସ କହିଲା, କିଏ ତୁ? ଏତିକି କହି ଗର୍ଜନ କଲା। ଧୀରଜ କମ୍ପିଲା, କିନ୍ତୁ କହିଲା, ମୁଁ ତୋ ସହ ଯୁଦ୍ଧ କରିବାକୁ ନୁହେଁ, କଥା କହିବାକୁ ଆସିଛି। ରାକ୍ଷସ ଆଶ୍ଚର୍ଯ୍ୟ ହେଲା। ଏମିତି ସାହସ କେହି ଆଗରୁ ଦେଖାଇ ନଥିଲେ। ଧୀରଜ ଖାଦ୍ୟ ଆଗକୁ ବଢ଼ାଇ ଦେଲା। ରାକ୍ଷସ କହିଲା, ମୁଁ ଅଭିଶପ୍ତ। ପୂର୍ବରୁ ମଣିଷ ଥିଲି। ମୋର ଲୋଭ ଓ କ୍ରୋଧ ପାଇଁ ଜଣେ ଋଷି ମୋତେ ରାକ୍ଷସ କରିଦେଲା। ଯେ ପର୍ଯ୍ୟନ୍ତ ଜଣେ ମଣିଷ ମୋତେ ଭୟ ନ କରି ଦୟା ଦେଖାଇବ ନାହିଁ, ସେ ପର୍ଯ୍ୟନ୍ତ ମୁଁ ମୁକ୍ତ ହୋଇପାରିବି ନାହିଁ। ଧୀରଜ ଶାନ୍ତ ସ୍ୱରରେ କହିଲା, ଦୟା ଓ ଭଲ ପାଇବା ସବୁକୁ ପରିବର୍ତ୍ତନ କରିପାରେ। ରାକ୍ଷସ ଆଖିରୁ ଲୁହ ଝରିଲା। ରାକ୍ଷସ କହିଲା, ତୁମେ ସତରେ ମୋତେ ଭୟ କରୁନାହଁ କି? ଧୀରଜ କହିଲା, ଭୟ ଅଛି, କିନ୍ତୁ ମୁଁ ତୁମକୁ ଶତ୍ରୁ ବୋଲି ଭାବୁନାହିଁ। ଏହା ଶୁଣି ଆକାଶରେ ବିଜୁଳି ଚମକିଲା। ଏକ ଦିବ୍ୟ ଆଲୋକ ପଡ଼ିଲା। ରାକ୍ଷସ ଧୀରେ ଧୀରେ ମଣିଷ ରୂପକୁ ଫେରିବା ଆରମ୍ଭ କଲା। ରାକ୍ଷସ ପୁଣି ଥରେ ଏକ ସାଧାରଣ ମଣିଷ ହୋଇଗଲା। ସେ ଧୀରଜଙ୍କ ପାଦ ତଳେ ପଡ଼ି କହିଲା, ତୁମର ଦୟା ମୋତେ ମୁକ୍ତ କଲା। ସେ ଗାଁକୁ ଯାଇ ସମସ୍ତଙ୍କୁ କ୍ଷମା ମାଗିଲା। ଗାଁ ଲୋକମାନେ କ୍ଷମା କରିଲେ। ଲୋକଟି ଗାଁରେ ରହି ଲୋକମାନଙ୍କର ସହାୟକ କରିଲା, ଜଙ୍ଗଲକୁ ରକ୍ଷା କଲା ଓ ଗାଁକୁ ସୁରକ୍ଷା ଦେଲା। ଦୟା ଓ ସାହସ ସବୁଠାରୁ ବଡ଼ ଶକ୍ତି। ଖରାପ ମଣିଷ ବି ପରିବର୍ତ୍ତନ ହୋଇପାରେ।